ଜୟ ଜଗନ୍ନାଥ ସାଙ୍ଗମାନେ, ମୁଁ ପ୍ରସଞ୍ଜିତ। ମୁଁ ପୁଣି ଆପଣଙ୍କ ପାଇଁ ଗୋଟେ ନୂଆ ଭିଡ଼ିଓ ନେଇଯାଇଛି। ଆଜି ଗୋଟେ ଜାଗାକୁ ଆମେ ଆସିଛୁ। ଏ ଜାଗାର କିଛି ରହସ୍ୟ ଅଛି। ସେ ଜାଗା ଆକ୍ଚୁଆଲି ରହସ୍ୟ କଣ ଜାଣିବା ପାଇଁ ଆପଣମାନେ ଚ୍ୟାନେଲରେ ଲାଗିକି ରୁହନ୍ତୁ। ଦେଖି ଭିଡ଼ିଓ ଲାଷ୍ଟ ଯାଏଁ ଦେଖନ୍ତୁ। ଦେଖିଲେ ହିଁ ଜାଣିପାରିବେ ଆକ୍ଚୁଆଲି ଜାଗା ରହସ୍ୟ କଣ। କେତେ ଭୟାନକ ଜାଗା ଦେଖିବାକୁ ଆଗରୁ କେହି ଏ ଜାଗାକୁ ଆସି ଭିଡ଼ିଓ କରୁନାହାନ୍ତି। ଆମେ ଫାଷ୍ଟ ଆସିଛୁ। ଆପଣ ଖାଲି ଦେଖନ୍ତୁ ଏତେ ଜାଗା ରାତିରେ ରହସ୍ୟ। କିଏ ଏ ଜାଗାରେ ଆସିବେନି ଏମିତି ଏ କିଛି ଜାଗାକୁ। ଷ୍ଟୋରି ବହୁତ କିଛି ଅଛି। ଆପଣ ଏ ଜାଗା ଦେଖନ୍ତୁ। ଭିଡ଼ିଓ ସରିଲା ପରେ ଲାଷ୍ଟରେ କହିବି ରାସ୍ତା ଷ୍ଟୋରିଟା ତ ଆକ୍ଚୁଆଲି କଣ। ଖତରନାକ ଥିଲା ନା? ହଁ, ଆଇଲା ବେଳେ ତ ମୁଁ ରାସ୍ତାରେ ପକେଇ ଆପଣମାନେ ଦେଖିବେ। ଚାଲନ୍ତୁ ଜାଗା ଉପରକୁ ଯାଇ ଦେଖିବା ଆକ୍ଚୁଆଲି କଣ କଥା। ଚାଲ ଚାଲ। ଦେଖିବା ନା। ପୁରା ଖତରନାକ ଲୋକେସନ। ଭାଇ ଏଇ ଯୋଉ ସ୍ଥାପିତ ଜାଗା କୁହନ୍ତି ସେଇ ଜାଗାଟା ଏଟା। ଚାଲ ଏ ଘରଟା ଦେଖ, ଘରଟା ନା ଘର ଅଧାରୁ ଭାଙ୍ଗିକି ରହିଛି, ତିଆରି ହେଇପାରୁନି। ଉପରକୁ ବାଟ ଅଛି। ଉପରକୁ ଟିକେ ଦେଖେଇଦେ ଲୋକେସନ। ଭାଇ ସେ ଉପରୁ ଜଣେ ସୁଇସାଇଡ କରିଥିଲା ନା? ହଁ, ସେଇଠୁ ଛାତ ତଳକୁ ଡେଇଁ ପଡିଥିଲା। ସେ ଷ୍ଟୋରିଟା ଏଇନା କହିବି କି? ଭାଇ ଭାଇ କହୁଥିଲି ନା ଏପଟେ କିଏ ଗୋଟେ ଠିଆ ହେଇଛି। ଭାଇ ଭାଇ କଣ ଗୋଟେ ଉପରୁ ପଇଲା ନା? ଉପରୁ ଗୋଟେ କଣ ପଇଲା? ଉପରକୁ ପଇଲା ବା। ଏଇଠୁ ପଇଲା। ଭାଇ ଏଇ ଭିତରୁ ପଇଲା। ଛାତଟା କଣ ପଇଲା? ପ୍ଲାଷ୍ଟରଟା କରିଥିଲା ନା କଣ କେଜାଣି ଭାଇ ଉପରେ କିଏ ଗୋଟେ ଥିବ। ଛାତ ଉପରକୁ ଯିବା? ଛାତ ଉପରକୁ ଯିବା। ଭାଇ ସେ ଛାତ ଉପରୁ ସାଉଣ୍ଡ ହଇଲା ଏବେ। ହଁ ଭାଇ ଏପଟୁ ସାଉଣ୍ଡ ପାଇଲା। ଯିବା ଉପରକୁ ଯିବା? ପଡିବ କି ସେଠି ଦେଖ ସେମିତି ହେଇଛି। ସେଠି ଯେମିତି ପଡୁନଥିଲା ଏଠି ସେମିତି ହଁ ହେଇଛି। ପରେ ଦେଖିକି ଆସିବା ନହେଲେ ମୁଣ୍ଡ ଫୁଣ୍ଡ ଚାଲ ଫାଟିବ ଦେଖିବା। ହଁ, ଯିବା ଦେଖିବା କଣ ନା କଣ କହୁଛୁ? ଚାଲ ଦେଖିବା କଣ ହଉଛି। ଚାଲ ଦେଖିବା।
ଭାଇ ସେ ଉପରେ ଯୋଉଟା ଏଇନା ଗଲା ନା ମତେ ଲାଗୁଛି ଗୋଟେ ଅଛି କିନ୍ତୁ ଆପଣଙ୍କ ଆଖି ଆସୁଛି ମତେ ରାସ୍ତା ନାହିଁ ପଡିବ ଜୀବନ ପଳେଇବ। ସେଇଠି କ୍ୟାମେରା ଲୋକେସନ ଦେଖିଲା ଦେଖନ୍ତୁ ଏଇଟା ଆମର ଭାଇ ଦେଖିଛୁ ହେଲା ଭାଇ ଏନେ ସାଇଡରେ ରୋଡ ଟା ଜଙ୍ଗଲ ଭିତରେ ଘରଟା ଦେଖୁଛୁ ଏଇଗୁଡ଼ା ମୁଣ୍ଡ ଉପରେ ପଡୁଥିଲି ଦେଖିକି ଯିବା ଆଉ ଏତିକି ଟୋଟାଲି ଉପରେ ଆଉ ତକ ଜେଗ ବି ନାହିଁ। ଆକ୍ଚୁଆଲି ଏଇଟା ଏମିତି ଉପରୁ ଜଣେ ସୁଇସାଇଡ୍ କରି ତଳୁ ଦେଇଛି। ମେନ୍ କଥା ହେଲା ଆମେ ସେଟା ଆମକୁ ଡରଉଛି ସେତିକିବେଳୁ କିନ୍ତୁ ଆମେ ଜାଣିଛୁ ରିସେଣ୍ଟ କେସ୍ କିନ୍ତୁ ମତେ ଲାଗୁଛି ଆଉ ଟିକେ ଯିବା ଦେଖିବା କାଳେ ଆଗରେ ଆସିବ କି କଣ ଟିକେ ଦେଖିବା ଆଗରେ ଗଲେ ମର୍ଜିବ ଏଠି ପଇଲେ ମାନେ ମର୍ଜିବ ଜୀବନ ଛାଡିଯିବ। ପୁରା ପାହାଡ ଟପ୍ ତାପରେ ରୋଡ ଥାନ୍ତା ଜେଗା ଥାନ୍ତା ଦୌଡ଼ି ଯିବାକୁ ଏଇଠି ଗୋଟେ କି ଅଛି ନିଜ ଆଖିରେ ଦେଖିଛି ଭାଇ ଏଇ ସିଡିଟାକୁ ଗଲେ କନଫର୍ମ ହେଇଛି ସେ ଉପରେ କିଏ ଅଛି ନା ନାହିଁ। ହଁ ବାଟ ନାହିଁ ବା ବାଟ ନାହିଁ। କଣ କରିବା ତମକୁ ଯିବା କିନ୍ତୁ ଗୋଟେ ଘଣ୍ଟା ନିଜେ ଦେଖିଛି ଭାଇ ଯିଏ ଅଛି ସେ ଦେଖାଯିବ ନା ଆଉ ଦେଖାଯିବନି ଯିବ ନା ଆଉ ଭାଇ ଭାଇ ବାଗେଇକି ସବୁ ପଡିଯିବ ଭାଇ ବାଗେଇକି ଦେଖିଛି ବା ସରି ଭାଇ ସରି ତଳକୁ ଯେ ତଳକୁ ଗଲା ପରେ କଥା କୋଉଠି ତୁ ରହିବାନି କହୁଛି ପଳେଇବା ଭାଇ 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 ଚାଲ 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 ଭାଇ ଭାଇ ଯୋଉଟା ଦୁମଦୁମ ହେଲା ଦେଖିଲ ନା ଭିଡିଓ କାଟିଦେବୁ ବାଟରେ କଥା ଭାଇ ମାନେ ସେଠି ଏମିତି ପରିସ୍ଥିତି କିଛି ହେଲା ଆମେ ବାଧ୍ୟ ହେଇକି ଆସିବୁ ଆମେ ଯେତେବେଳେ ତା ଭିତରେ ଥିଲୁ ମୁଁ ନିଜ ଆଖିରେ ଦେଖିଛି କିଏ ଜଣେ ସେଠି ବସିଥିଲା ଆମେ ତା ପାଖକୁ ଯେତେବେଳେ ଗଲୁ ଆପଣମାନଙ୍କୁ ତ ଭିଡିଓରେ ଦେଖେଇବି ନିଜେ ଦେଖିଲୁ କିଏ ବସିଥିଲା ତାପରେ ସେଠି ନଥିଲା ତାପରେ ପଛରେ ଆମେ ତଳୁ ଆସିଲୁ ଉପରୁ ଜଣେ କିଏ ଦୌଡ଼ିଲା ଏପର୍ଯ୍ୟନ୍ତ ଆମେ ମାନେ ସେ ଜାଗାରୁ ବାହାରି ଯାଇଛୁ ବାହାରେ ଅଛୁ ବଟ୍ ସେ ଜାଗା ଉପରେ ଆଉ ଯଦି କିଛି ରହିଥାନ୍ତି ବାଧ୍ୟ ହେଇକି ଯାହା ହେଲେ କିଛି ନା କିଛି ଗୋଟେ ଅସୁବିଧା ହେଇଥାନ୍ତା ସେ ଯୋଉ ଗୋଡେଇଲା ଆମ କ୍ୟାମେରା ତ ଦେଖେଇ ନଥିବ ମାନେ ଗୋଡେଇଲା ମୁଁ ନା ସେଟା କିନ୍ତୁ ଆମେ ଦୌଡ଼ିକି ହେଲେ ଦେଖିବା ଭିଡିଓରେ ଆପଣମାନେ ଦେଖିବେ ଆମେ ତ ନିଜେ ବି ଦେଖିଛୁ ଆପଣମାନେ ଦେଖିବେ ଭିଡିଓରେ ଆମକୁ ଗୋଡେଇଲେ ଆମେ ବାଧ୍ୟ ହେଇକି ଦୌଡ଼ିକି ପଳେଇ ଆମେ ଯେହେତୁ 3-4 ଜଣ ଥିଲୁ ବାଧ୍ୟ ହେଇକି ଦୌଡ଼ିକି ପଳେଇ ଆଉ ଏଇଭଳିଆ ଜାଗାକୁ ଭାଇ ମାନେ ଆପଣମାନେ ଭିଡିଓ ସେମିତି ଦେଖନ୍ତୁ ସବସ୍କ୍ରାଇବ୍ କରନ୍ତୁ ସପୋର୍ଟ କରନ୍ତୁ ଆପଣମାନେ ଭିଡିଓ ଲାଷ୍ଟ ଟାଇମ୍ ଦେଖନ୍ତୁ ଦେଖିଲେ ଆକ୍ଚୁଆଲି ଆମେ ରିସ୍କ ନେଇକି ଯାଉଛୁ ଆପଣମାନେ କେବେ ଏମିତି ରିସ୍କ ନେବେନି କାରଣ ଆଦେହରେ ବହୁତ ରିସ୍କ ଅଛି ଲାଇକ୍ କରିକି କମେଣ୍ଟ କରିକି ସେୟାର ଭାଇ ଟିକେ ଜଲ୍ଦି କରିକି ସବସ୍କ୍ରାଇବ ବି କରନ୍ତୁ। ବହୁତ ରିକ୍ସ ଆଦେହରେ ବହୁତ ରିକ୍ସ ଆମେ ଯୋଉ ରିକ୍ସ ନେଇ ଯାଉଛୁ ଆପଣମାନେ ଭାଇ ସେମିତି କିଛି କରିବେନି କାରଣ ସେମିତି କିଛି ଆଦେହରେ ବହୁତ ରିକ୍ସ ଅଛି ଆମେ 4-5 ଜଣ ଯାଉଛୁ କିନ୍ତୁ ହେଲେ ବି ଯାଉଛୁ ରିକ୍ସ ଅଛି ଯାଉଛୁ ଡର ଲାଗୁଛି ତା ଦେହରେ ଆମେ ଦୌଡ଼ି କରିକି ଯାଉଛୁ ମୋ ଦେହ ବି ଥରୁଛି। ଆପଣ କୋଉଠି ଯଦି ଏଇଭଳିଆ ଜାଗା ଥିବ ଆପଣ କମେଣ୍ଟ କୁହନ୍ତୁ ଆମେ ଯିବୁ ଯୋଉ ଜାଗାରେ ବି ସେମିତି ଜାଗା ଅଛି ଆପଣ ମାନେ କମେଣ୍ଟ କୁହନ୍ତୁ ଆମେ ନିଜେ ସେଠି ଜାଗା ଯିବୁ ହେଲା ଆପଣଙ୍କୁ ପୁଣି ନେକ୍ସଟ ଭିଡିଓରେ ଆପଣମାନଙ୍କୁ ଦେଖାହବ ପୁଣି ନୂଆ ରହସ୍ୟମୟ ଜାଗାକୁ ନେଇକି ଆପଣମାନଙ୍କୁ ଯିବୁ ଗଲେ ଦେଖିବା ପୁଣି ନୂଆ ଜାଗାରେ କଣ ରହିଲେ ଜୟ ଜଗନ୍ନାଥ।